ରାନୁ, ଘର ତ ପୁରାପୁରି ଥଣ୍ଡା ହେଇଗଲାଣି, ତୁମେ ଏସି ବନ୍ଦ କରିଦିଅ। ନା ସାନୁ, ମୁଁ ଜମା ହେଲେ ଏସି ବନ୍ଦ କରିବିନି। ମୁଁ ତ ଆମ ଘରେ ଏସି ଲଗେଇ ଘୋଡ଼େଇ ହେଇକି ଶୁଏ, ମୋର ଅଭ୍ୟାସ ଅଛି। ରାନୁ, କାହିଁକି ମିଛ କଥା କହୁଛ? ମୁଁ ସବୁ ଜାଣିଛି। ତୁମ ମା ଘରେ ଏସି ନଥିଲା, ଥିଲା ଗୋଟେ ଭଙ୍ଗା ଫ୍ୟାନ୍। ଓହୋ ସାନୁ, ମୁଁ କହିଲି ନା ଏସି ବନ୍ଦ କରିବିନି, ତୁମେ ଯାହା କରିବା କଥା କର। ଏମିତି କହି ରାନୁ କାଉ ଘୋଡ଼େଇ ହେଇ ଶୋଇପଡ଼େ। ସାନୁ କାଉ ତ ଖାଲି ଏସିକୁ ଦେଖୁଥାଏ, ତାକୁ ତ ଭାରି ଥଣ୍ଡା ଲାଗୁଥାଏ। ପରଦିନ ସାନୁ କାଉ ଦେଖେ ଘର ଆଗରେ ଇଲେକ୍ଟ୍ରି ବିଲ୍ ପଡ଼ିଛି। ଆରେ, ଏଇ ଇଲେକ୍ଟ୍ରି ବାଲାଙ୍କର ତ କିଛି କାମ ନାହିଁ। ମାସ ଶେଷ ନ ହଉଣୁ ଇଲେକ୍ଟ୍ରି ବିଲ୍ ଆଣି ଧରେଇ ଦେଉଛନ୍ତି। ସାନୁ କାଉ ଇଲେକ୍ଟ୍ରି ବିଲ୍ ଧରେ। ବିଲ୍କୁ ଦେଖି ସେ ତ ପୁରା ଆଶ୍ଚର୍ଯ୍ୟ ହେଇଯାଏ। ଆରେ, 25,000 ଟଙ୍କା! ଏମିତି ମୁଁ ଯଦି ଇଲେକ୍ଟ୍ରି ବିଲ୍ ଦେବି, ତାହେଲେ ମୋତେ ତ ମୋ ଘର ବାଡ଼ି ବିକିବାକୁ ପଡ଼ିବ। ରାନୁ କାଉ ଗଛ ଉପରେ ବସି ମିଠା ଫଳ ଖାଉଥାଏ। ସାନୁ କାଉ ରାନୁ କାଉ ପାଖକୁ ଚାଲିଯାଏ। ଦେଖ ରାନୁ, ଏଥରକ ବି 25,000 ଟଙ୍କାର ବିଲ୍ ଆସିଛି। 25,000 ଟଙ୍କାର ବିଲ୍କୁ ଦେଖି ରାନୁ କାଉ ବି ଟିକେ ଡରିଯାଏ। ସାନୁ, ଏତେ ଟଙ୍କା! ମୁଁ ତ ଭାବିଥିଲି 5,000 ଖଣ୍ଡେ ବିଲ୍ ଆସିବ। ହେଲେ ସାନୁ, ତୁମ ମାମୁଁ ବି ତ ରାତିଦିନ ଏସି ଚଲାଉଛନ୍ତି, ଆଉ ସିଏ କହୁଥିଲେ ତାଙ୍କ ବିଲ୍ ମାତ୍ର 1,000 କି 2,000 ଟଙ୍କା ଆସୁଛି। ହଁ ରାନୁ, ଏ କଥା ତ ମୋତେ ମାମୁଁ ବି କହିଥିଲେ। କେଜାଣି ମାମୁଁଙ୍କ ପାଖରେ ଏମିତି କ'ଣ ଅଛି, ତାଙ୍କ ବିଲ୍ 1,000 ଟଙ୍କା ହିଁ ଆସୁଛି। ସାନୁ, ତାହେଲେ ଆଉ ଡେରି କାହିଁ କରୁଛ? ଯାଅ ଆଉ ତୁମ ମାମୁଁକୁ ପଚାର, ତାଙ୍କର ଏତେ ବିଲ୍ କମ୍ କେମିତି ଆସୁଛି। ହଁ ରାନୁ, ମୁଁ ଏବେ ଯାଉଛି, ଆଉ ମାମୁଁଙ୍କୁ ପଚାରୁଛି। ତାପରେ ସାନୁ କାଉ ଉଡ଼ି ଉଡ଼ି ତା ମାମୁଁଙ୍କ ଘରକୁ ଚାଲିଯାଏ, ଆଉ ତାଙ୍କୁ ପଚାରେ, ମାମୁଁ, ଏ ମାସରେ ତୁମର ବିଜୁଳି ବିଲ୍ କେତେ ଆସିଛି? ଆରେ ସାନୁ, ଏଥରକ ମୋ ବିଜୁଳି ବିଲ୍ 2,000 ଟଙ୍କା ଆସିଛି। ଟିକେ ଅଧିକ ଆସିଗଲା। ପୂର୍ବ ଥରକ ତ ମାତ୍ର 1,000 ଟଙ୍କା ଆସିଥିଲା। ହେଲେ ମାମୁଁ, ତୁମ ଘରେ ତ ଦୁଇଟି ଏସି, ତୁମ ବିଲ୍ ଏତେ କମ୍ କେମିତି ଆସୁଛି? ଆରେ ସାନୁ, କାହାକୁ କହିବୁନୁ, ମୁଁ ଇଲେକ୍ଟ୍ରି ଖୁଣ୍ଟରୁ ଗୋଟେ ତାର ଆଣି ଏସିରେ ଲଗେଇ ଦେଇଛି। ଗୋଟେ ଏସି ଚଲାଏ କି 2ଟି ଏସି, ମୋ ବିଲ୍ ବେଶୀ ଆସିବନି। ମାମୁଁ, ତାହେଲେ ଏମିତି କଥା, ମୁଁ ବି ସେଇଆ କରିବି। ମୁଁ ବି ଇଲେକ୍ଟ୍ରି ଖୁଣ୍ଟରୁ ତାର ଆଣି ଏସିରେ ଲଗେଇ ଦେବି। ତୁମେ ଜାଣିଛ, ଏଥରକ ଆମ ବିଲ୍ 25,000 ଟଙ୍କା ଆସିଛି। ରାନୁ ତ ଦିନ ରାତି ଏସି ଚଲାଉଛି, ଜମା ହେଲେ ବନ୍ଦ କରୁନି। ହଁ ସାନୁ, ତୁ ବି ସେଇଆ କର। ବିଜୁଳିର ତାର ଏସିରୁ କାଢ଼ି ସିଧା ଇଲେକ୍ଟ୍ରି ଖୁଣ୍ଟରେ ଲଗେଇ ଦେବୁ। ଦେଖିବୁ ତୋ ବିଲ୍ କମ୍ ଆସିବ। ରାତିରେ ସାନୁ କାଉ ସେଇଆ କରେ। ସେ ଇଲେକ୍ଟ୍ରି ଖୁଣ୍ଟ ଉପରେ ଚଢ଼ି ତାରକୁ ଆଣି ଇଲେକ୍ଟ୍ରି ଖୁଣ୍ଟରେ ଲଗେଇ ଦିଏ, ଆଉ ଘରକୁ ଆସି ଏସି ଅନ୍ କରିଦିଏ। ସାନୁ, କ'ଣ ସବୁ କାମ ହେଇଗଲା? ହଁ ରାନୁ, କାମ ହେଇଗଲା। ଏବେ ତୁମେ ଦିନ ରାତି ଏସି ଚଲାଅ। ଗୋଟିଏ କମ୍ବଳ ଘୋଡ଼େଇ ହୁଅ କି 10ଟି, ଏଥର ଆଉ ବିଲ୍ ଅଧିକ ଆସିବନି। ହଁ ସାନୁ, ମୁଁ ବି ଏବେ ଦିନରେ ଏସି ଲଗେଇକି ଶୋଇବି। ରାଜୁ, ସତରେ ଏଇ ଖରା ଦିନ ତ ରାନୁ କାଉ ପାଇଁ ଭାରି ଭଲ। ସିଏ ରାତିରେ ଘୋଡ଼େଇ ହେଇକି ଶୋଉଛି, ତାକୁ ଗରମ ଲାଗୁନି। ଟିକି, ମୁଁ ମାନୁଛି ଆମ ଘରେ ଏସି ନାହିଁ, ହେଲେ ଆମର ଘରେ ଫ୍ୟାନ୍ ଅଛି। ସବୁବେଳେ ଫ୍ୟାନ୍ ଚାଲୁଛି, ଥଣ୍ଡା ପବନ ଆସୁଛି। ଆମ ଭିତରେ ଭଲ ପାଇବା ଅଛି। ହେଲେ ସେ କାଉ ମାନେ ତ ସବୁବେଳେ ଖାଲି ଝଗଡ଼ା କରୁଛନ୍ତି। ମାମା, ମତେ ବି ଏସିରେ ଶୋଇବାକୁ ଭାରି ଇଚ୍ଛା ହଉଛି। ଥଣ୍ଡା ଥଣ୍ଡା ପବନରେ ମୁଁ ବି ଘୋଡ଼େଇ ହେଇକି ଶୋଇବି। ମାରେ, ଏସିରେ ଶୋଇବା ତ ଆମ ପାଇଁ ସ୍ୱପ୍ନ। ଦେଖିବା ଆମର ଏଇ ସ୍ୱପ୍ନ କେବେ ପୂରଣ ହଉଛି। ଟିକେ ଚଢ଼େଇ ତା ଝିଅ ମିକିକୁ ଏମିତି କହି ବୁଝେଇ ଦିଏ। ଏପଟରେ ମିଟୁ ଆଉ ତା ସ୍ତ୍ରୀ ମିଠି କଥା ହେଉଥାନ୍ତି। ମିଟୁ, ତୁମେ ଦିନ ସାରା କେତେ ପରିଶ୍ରମ କରୁଛ, ହେଲେ ଆମ ଘରେ ଗୋଟିଏ ଏସି ନାହିଁ। ହେଲେ ସେଇ ସାନୁ କାଉ
ଜମା ହେଲେ କାମ କରୁନି। ଦିନ ରାତି ଏସିରେ ଶୋଉଛି। ଆମେ କ'ଣ ଆମ ଘରେ ଗୋଟେ ଏସି ଲଗେଇ ପାରିବାନି? ମିଠି, ମୁଁ କ'ଣ ଚାହିଁଲେ ଏସି ଆଣିପାରିବିନି? ହେଲେ ଏସିର ବିଲ୍ ଯେତେ ଆସିବ ଏତେ ଟଙ୍କା ମୁଁ କୋଉଠୁ ଆଣିକି ଦେବି? ଗୋଟିଏ ମାସରେ 20-25 ହଜାର ଟଙ୍କା। ଏତେ ଟଙ୍କା ମୋ ପାଖରେ ନାହିଁ। ମିଟୁ, ମୁଁ ଯଦି ଏଇ ଖରା ଦିନେ ଏସି ଲଗେଇ କମ୍ବଳ ଘୋଡ଼େଇ ହେଇ ଶୋଇଥାନ୍ତି, ସତରେ ମତେ ବି ଭାରି ମଜା ଲାଗିଥାନ୍ତା। ଯୋଉ ମଜା ଏବେ ରାନୁ କାଉକୁ ମିଳୁଛି। ମିଠି, ସିଏ କିଛି ନା କିଛି ଠକାମି କରୁଛନ୍ତି, ବିଦ୍ୟୁତ ଚୋରି କରୁଛନ୍ତି। ଯୋଉ ଦିନ ଧରା ପଡ଼ିବେ ସେଇଦିନ ତାଙ୍କ ଉପରେ ବହୁତ ବଡ଼ ଫାଇନ୍ ଲାଗିଯିବ। ଏପଟରେ ବବଲି ପାରା ବି ତା ସ୍ୱାମୀ ବବଲୁ ସାଙ୍ଗରେ ଝଗଡ଼ା କରୁଥାଏ। ବବଲୁ, ମୁଁ ଆଜି ରାନୁ କାଉ ଘରକୁ ଯାଇଥିଲି। ତାଙ୍କ ଘର ତ ବରଫ ଭଳି ଥଣ୍ଡା ଥିଲା। ମତେ ତ ସେଠୁ ଆସିବାକୁ ବି ଇଚ୍ଛା ହେଉନଥିଲା। ହେଲେ ବବଲି, ତୁମେ ଏସବୁ କଥା ମତେ କାହିଁକି କହୁଛ? କହିବିନି ତ ଆଉ କ'ଣ କରିବି? ମୁଁ ଠିକ୍ ଜାଣିଛି ତୁମେ ମତେ କେବେ ହେଲେ ଏସି କିଣିକି ଆଣି ଦବନି। ହଁ ହଁ, ମୁଁ ତୁମକୁ ଆଣି ଏସି ଦେଇପାରିବିନି। ତୁମେ ଜାଣିଛ ଏସିର ବିଲ୍ କେତେ? ମାସକୁ 10 କି 20 ହଜାର ଟଙ୍କାର ବିଲ୍। ସକାଳେ ବହୁତ ଜୋରରେ ଖରା ହେଇଥାଏ, ହେଲେ ରାନୁ କାଉ ତ ଏସି ଲଗେଇ କମ୍ବଳ ଘୋଡ଼େଇ ହେଇ ବସିଥାଏ। ସାଙ୍ଗମାନେ, ଆଜି ତ ଭାରି ଜୋରରେ ଖରା ହଉଛି। ଏତେ ଜୋର ଖରା ମୁଁ ଆଉ ସହିପାରୁନି। ଟିକି, ମୁଁ ତ ମୋ ସ୍ୱାମୀଙ୍କୁ ଏସି କଥା କହିବାରୁ ସେ ମୋ ସାଙ୍ଗରେ ଝଗଡ଼ା ଆରମ୍ଭ କରିଦେଲେ। ଟିକି, ବବଲି, ଆମର ସେମିତିକା ଭାଗ୍ୟ କାହିଁ? ଆମେ ଏଇ ଖରା ଦିନେ ସେଇ ରାନୁ ଭଳି ଏସି ଲଗେଇ କମ୍ବଳ ତଳେ ଶୋଇପାରିବା? ସାଙ୍ଗମାନେ, ଚାଲ ଆମେ କିଛି ସମୟ ରାନୁ ଭଉଣୀ ଘରକୁ ଚାଲିଯିବା। ସେଇଠି ଟିକେ ଥଣ୍ଡା ଲାଗିବ। ଏମିତି କହି 3 ସାଙ୍ଗ ରାନୁ କାଉ ଘରକୁ ଉଡ଼ି ଆସନ୍ତି। ରାନୁ ଭଉଣୀ, ଆମକୁ ବି କିଛି ସମୟ ଏସିର ଥଣ୍ଡା ଥଣ୍ଡା ପବନରେ ବସିବାକୁ ଦିଅ। ହଉ, ହେଲେ କିଛି ସମୟ। ଜଲ୍ଦି ଜଲ୍ଦି ଘର ଭିତରକୁ ଆସ। ଗୋଡ଼କୁ ଭଲ ଭାବରେ ପୋଛିକି ଆସିଛ ନା ନାହିଁ? ମୋ ଘର ନହେଲେ ଅସନା ହେଇଯିବ। ତାପରେ ସେମାନେ ସମସ୍ତେ ଗୋଡ଼କୁ ଭଲ ଭାବରେ ସଫା କରି ଘର ଭିତରକୁ ଚାଲି ଆସନ୍ତି। ଆଚ୍ଛା ରାନୁ ଭଉଣୀ, ତୁମ ବିଜୁଳି ବିଲ୍ କେତେ ଆସୁଛି? ହଁ, ଆଗରୁ ବହୁତ ଅଧିକ ଆସୁଥିଲା, ହେଲେ ଏବେ ମାତ୍ର 500 ଟଙ୍କା ଆସିଛି। କ'ଣ କହିଲ ରାନୁ ଭଉଣୀ? ମାତ୍ର 500 ଟଙ୍କା? ହେଲେ ମିଠୁ ତ କହୁଥିଲେ ଏସିର ବିଲ୍ ମାସକୁ 10 କି 20 ହଜାର ଟଙ୍କା ଆସୁଥିବ। ହଁ, ଅନ୍ୟମାନଙ୍କର ଆସୁଥିବ। ସାନୁଙ୍କର ଗୋଟିଏ ଚିହ୍ନା ଲୋକ ଅଛି, ସିଏ ବିଜୁଳି ବିଭାଗରେ କାମ କରୁଛି। ସିଏ ଆମ ବିଲ୍କୁ କମେଇ ଦିଏ। ଏବେ ତ ସାନୁ କାଉର ବି ଏସିରେ ଘୋଡ଼େଇ ହେଇ ଶୋଇବାର ଅଭ୍ୟାସ ହେଇସାରିଥାଏ। ଥରେ ବହୁତ ଜୋରରେ ବର୍ଷା ହେଉଥାଏ, ହେଲେ କାଉମାନଙ୍କର ଏସି ତ ସେମିତି ଚାଲିଥାଏ। ଆରେ, ଏତେ ବର୍ଷାରେ ବି ରାନୁ ଭଉଣୀ ଏସି ଲଗେଇଛନ୍ତି। ମତେ ଲାଗୁଛି ସେ ବୋଧେ ଏସି ବନ୍ଦ କରିବାକୁ ଭୁଲି ଯାଇଛନ୍ତି। ମୁଁ ଯାଇ ତାଙ୍କୁ ଟିକେ କହିଦିଏ। ଏମିତି କହି ଟିକି ଚଢ଼େଇ ରାନୁ କାଉର ଘରକୁ ଚାଲିଯାଏ, ଆଉ କବାଟ ପିଟିବାକୁ ଲାଗେ। କ'ଣ ହେଲା? ଆମ କବାଟ ଆସି କାହିଁକି ପିଟୁଛୁ? ରାନୁ ଭଉଣୀ, ବାହାରେ ବହୁତ ଜୋରରେ ବର୍ଷା ହେଉଛି, ଆଉ ତୁମ ଏସି ବି ଚାଲୁଛି। ହଁ, ମୋ ଏସି ଚାଲୁଛି। ତୋର ସେଇଠୁ କ'ଣ ଗଲା? ନାଇଁ ରାନୁ ଭଉଣୀ, ମୁଁ ଭାବିଲି ତୁମେ ବୋଧେ ଭୁଲି ଯାଇଛ। ମୁଁ ତୁମକୁ କହିବାକୁ ଆସିଥିଲି। ଏସି ନ ଲଗେଇଲେ ମତେ ନିଦ ଆସିବନି। ମୁଁ ତ ଏବେ ଶୀତ ଦିନରେ ବି ଏସି ଲଗେଇକି ଶୋଇବି। ସାନୁ କାଉ ଗୋଟେ ଗଛ ଉପରେ ବସିଥାଏ। ବିଜୁଳି ବାଲା ପକ୍ଷୀ ଆସି ସାନୁ କାଉକୁ ବିଲ୍ ଧରେଇ ଦେଇ ଯାଏ। ଆରେ ବା, ଏଇ ମାସରେ ତ ମୋ ବିଜୁଳି ବିଲ୍ ମାତ୍ର 300 ଟଙ୍କା ଆସିଛି। ଏବେ ତ ଆମେ ଦିନ ରାତି ଏସି ଲଗେଇକି ଶୋଇବୁ। ଯାହା ହଉ, ମୋ ମାମୁଙ୍କ ଉପାୟ ଭଲ ଭାବରେ କାମ ଦେଇଛି। ଥରେ ସାନୁ କାଉ ବସିଥାଏ। ଲାଇନ୍ ଅଫିସର ସେଇ ବାଟ ଦେଇ ଯାଉଥାନ୍ତି। ସେ ସାନୁ କାଉ ପାଖକୁ ଚାଲି ଆସନ୍ତି। ଆରେ କାଉ, ତୋ ଘରେ ଦିନ ରାତି ଏସି ଚାଲୁଛି, ହେଲେ ତୋ ବିଲ୍ ମାତ୍ର 300 ଟଙ୍କା। ମତେ ଲାଗୁଛି ତୁ ନିଶ୍ଚୟ କିଛି ଗଡ଼ବଡ଼ କରିଛୁ।
ନା ନା, ମୋ ଏସି ଭଲ କମ୍ପାନୀର, ଦିନ ରାତି ଚାଲିଲେ ବି କମ୍ ବିଲ୍ ଉଠିବ। ସେ ଲାଇନ ଅଫିସର ମୁଣ୍ଡରେ ସନ୍ଦେହ ଆସେ। ସିଏ ଯିବା ସମୟରେ ସାନୁ କାଉକୁ କୁହେ, ଆଜି ତ ମୁଁ ଚାଲି ଯାଉଛି, ହେଲେ କାଲି ମୁଁ ଆସିବି ଆଉ ତୁମ ଘରର ସବୁ ତାରକୁ ଚେକ୍ କରିବି। ଏମିତି କହି ସିଏ ସେଠାରୁ ଚାଲିଯାଏ। ସାନୁ କାଉ ତ ଡରିଯାଏ ଆଉ ଜଲ୍ଦି ଜଲ୍ଦି ଘରକୁ ଚାଲି ଆସେ। ସେ ଆସି ରାନୁକୁ କୁହେ, ରାନୁ, ଆମେ ତ ଏବେ ଧରା ପଡ଼ିଯିବା। ଘର ବାହାରେ ଲାଇନ ଅଫିସର ଆସିଥିଲା, ତାକୁ ଆମ ଉପରେ ସନ୍ଦେହ ହେଇଯାଉଛି। ତାକୁ ଲାଗୁଛି ଆମ ତାର ନିଶ୍ଚୟ କିଛି ଗଡ଼ବଡ଼ ଅଛି। ସାନୁ, ସେଇ ଲାଇନ ଅଫିସର ଅଛି ନା ଗଲାଣି? ରାନୁ, ସିଏ ତ ଏବେ ଚାଲିଗଲା, ହେଲେ ସିଏ କାଲି ଆସିବ ଆଉ ଆମ ତାରକୁ ଚେକ୍ କରିବ। ଓହୋ ସାନୁ, ତୁମେ ତ ଭାରି ଡରି ଯାଉଛ। ତୁମେ ବ୍ୟସ୍ତ ହୁଅନା, ଆମେ ଜମା ହେଲେ ଧରା ପଡ଼ିବାନି। ତାପରେ ସାନୁ ଆଉ ରାନୁ ତାଙ୍କ ମାମୁଙ୍କ ପାଖକୁ ଚାଲି ଯାଆନ୍ତି ଆଉ ତାଙ୍କୁ ସବୁ କଥା କୁହନ୍ତି। ମାମୁଁ, ତୁମେ କୁହ, ଆମେ ଏବେ କ'ଣ କରିବୁ? କାଲି ସେଇ ଲାଇନ ଅଫିସର ଆସିବ ଆଉ ସିଏ ଯଦି ଆମ ତାରକୁ ଖୁଣ୍ଟରେ ଲାଗିଥିବାର ଦେଖିଦେବ, ତାହେଲେ ଆମେ ତ ଧରା ପଡ଼ିଯିବୁ। ଆମ ଉପରେ ଫାଇନ ବି ଲାଗିବ। ଆରେ, ତୁମେ ଦୁଇ ଜଣ ବ୍ୟସ୍ତ କାହିଁକି ହେଉଛ? ଯେତେବେଳେ ଆମ ଜଙ୍ଗଲକୁ ବି ଲାଇନ ଅଫିସର ଆସନ୍ତି, ମୁଁ ତାର ଖୋଲି ଆଣି ପୁଣି ଥରେ ମିଟରରେ ଲଗେଇ ଦିଏ। ତୁମେ ବି ଆଜି ରାତିରେ ଖୁଣ୍ଟରୁ ତାରକୁ ଖୋଲି ଆଣିବ ଆଉ ତାକୁ ମିଟରରେ ଲଗେଇ ଦେବ। ମାମୁଁ, ସତରେ ତୁମ ଆଇଡିଆ ତ ଭାରି ଭଲ। ଏବେ ଆମେ ଜମା ହେଲେ ଧରା ପଡ଼ିବୁନୁ। ଯେମିତି ରାତି ହେଇଯାଏ, ସାନୁ କାଉ ବିଜୁଳି ଖୁଣ୍ଟ ଉପରକୁ ଚଢ଼ିଯାଏ। ରାନୁ କାଉ ତ ଝରକା ବାଟେ ବସି ଦେଖୁଥାଏ। ଆରେ ରାନୁ, ମୁଁ ତ ପ୍ଲାସ୍ ଘରେ ଛାଡ଼ି ଦେଇ ଆସିଛି, ମୋତେ ଟିକେ ଆଣି ଜଲ୍ଦି ଦିଅ। ଓହୋ ସାନୁ, ଟିକେ ଧୀରେ କୁହ, କାଳେ କିଏ ଶୁଣିଦେବ। ତାପରେ ରାନୁ କାଉ ତାର କାଟିବା ପ୍ଲାସ୍ ନେଇ ସାନୁ କାଉ ପାଖକୁ ଚାଲିଯାଏ। ହେଲେ ତା ପରତ ତାରରେ ଲାଗିଯାଏ ଆଉ ଜୋର କରି ଧମାକା ହୁଏ। ବିଜୁଳି ଖୁଣ୍ଟ ପୁରାପୁରି ପୋଡ଼ିଯାଏ। ସାନୁ ଆଉ ରାନୁ ତଳେ ଗଳି ପଡ଼ନ୍ତି। ତାଙ୍କ ପରରୁ ନିଆଁ ବାହାରୁଥାଏ। ଦେଖୁ ଦେଖୁ ପରଦିନ ସକାଳ ହେଇଯାଏ। ସବୁ ଚଢ଼େଇ ମାନେ ସେଇଠି ଜମା ହେଇଯାଆନ୍ତି। ଟିକେ ଜଲ୍ଦି ଡାକ୍ତରଙ୍କୁ ଡାକେ, ମୋ ଦେହ ତ ପୋଡ଼ି ଯାଉଛି। ଆରେ, ଆମକୁ କିଏ ଟିକେ ଡାକ୍ତରଖାନା ନିଅ, ଆମ ଦେହ ପୁରାପୁରି ପୋଡ଼ି ଯାଇଛି। ସାନୁ ଭାଇ, ରାନୁ ଭଉଣୀ ରାତି ଅଧାରେ ଏମିତି ଚଢ଼ି ବିଜୁଳି ଚୋରି କଲେ ଏଇ ଅବସ୍ଥା ତ ନିଶ୍ଚୟ ହେବ। ଦେଖିଲୁ ମିଠି, ଏମାନଙ୍କର ଅବସ୍ଥା କ'ଣ ହେଲା? ତୁମର ତ ଭାରି ଇଚ୍ଛା ଥିଲା ଏଇ ରାନୁ ଭଳି ଏସି ଲଗେଇ କମ୍ବଳ ଘୋଡ଼େଇ ହେଇ ଶୋଇବାର। ଦେଖିଲ ତ, ଏସିରେ କମ୍ବଳ ଘୋଡ଼େଇ ହେଇ ଶୋଇବାର ମଜା। ସାନୁ ଆଉ ରାନୁ ତ କାନ୍ଦୁଥାନ୍ତି। ସେମାନେ ଆଉ କେବେ ହେଲେ ଉଡ଼ି ପାରିବେନି। ସେଇ ଦୁଇ ଜଣଙ୍କ ପର ପୁରାପୁରି ପୋଡ଼ି ଯାଇଥାଏ। ସାଙ୍ଗମାନେ, ଆମର ଏହି ନୂଆ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ। ସାଙ୍ଗମାନେ, ଆଜିର ପ୍ରଶ୍ନ, ସାନୁ ଆଉ ରାନୁ ବିଜୁଳି ଚୋରି କରିବାର ଉପାୟ କାହା ପାଖରୁ ଆଣିଥିଲେ? ଏ, ମା ପାଖରୁ, ବି, ଭାଇ ପାଖରୁ, ସି, ସାଙ୍ଗ ପାଖରୁ, ଡି, ମାମୁଁ ପାଖରୁ? ଉତ୍ତର କମେଣ୍ଟରେ ନିଶ୍ଚୟ ଜଣାନ୍ତୁ।